ଧୃତରାଷ୍ଟ୍ର ଏବଂ ସଞ୍ଜୟଙ୍କ ମଧ୍ୟରେ ମହାଭାରତରେ ବର୍ଣ୍ଣିତ ହୋଇଥିବା ଏ ଯେଉଁ ବିଷୟ ଆଲୋଚନା କରାଗଲା ତାହା ଏହି ମହାନ ଦର୍ଶନଶାସ୍ତ୍ର ମୌଳିକ ନୀତି ରୂପେ ପ୍ରତିଷ୍ଠିତ ହୋଇଅଛି। ଜଣାଯାଇଛି ଯେ ଏହି ଦର୍ଶନ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ହିଁ ପ୍ରକାଶ କରାଯାଇଅଛି। କୁରୁକ୍ଷେତ୍ର କେଉଁ ଅବିସ୍ମରଣୀୟ ବୈଦିକ ଯୁଗରୁ ଏକ ପବିତ୍ର ତୀର୍ଥସ୍ଥାନ ରୂପେ ଖ୍ୟାତିଲାଭ କରିଆସୁଅଛି। ଯେତେବେଳେ ଭଗବାନ ସ୍ୱୟଂ ଧରାଧାମରେ ଲୋକ ଶିକ୍ଷା ନିମିତ୍ତ ଉପସ୍ଥିତ ଥିଲେ, ସେତିକିବେଳେ ଏ ଦର୍ଶନ ଭଗବାନଙ୍କ ଦ୍ୱାରା ହିଁ କୁହାଯାଇଅଛି। ଏଠାରେ ବ୍ୟବହୃତ ଧର୍ମକ୍ଷେତ୍ର ଯେଉଁଠାରେ ବ୍ରତ ବିଧି ଓ ଧର୍ମନୀତି ଅନୁଷ୍ଠିତ ହୁଏ ଶବ୍ଦ ବଡ଼ ଅର୍ଥପୂର୍ଣ୍ଣ ଅଟେ, କାରଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ପରମ ପୁରୁଷ ଭଗବାନଙ୍କ ଅର୍ଜୁନ ପକ୍ଷରେ ଥିଲେ। କୌରବମାନଙ୍କର ପିତା ଧୃତରାଷ୍ଟ୍ର ଯୁଦ୍ଧରେ ତାଙ୍କ ପୁତ୍ରମାନଙ୍କର ବିଜୟ ସମ୍ବନ୍ଧରେ ବଡ଼ ସନ୍ଦିହାନ ଥିଲେ। ଏହି ସନ୍ଦେହରେ ପଡ଼ି ସେ ତାଙ୍କ ସଚିବ ସଞ୍ଜୟଙ୍କୁ ପ୍ରଶ୍ନ କଲେ, ମୋର ପୁତ୍ର ପାଣ୍ଡୁପୁତ୍ରଗଣ କ'ଣ କଲେ?